जय जगन्नाथ। ओम नमामि जगत्पति कृपा सिंधु दयाबंधु जगन्नाथ स्वामी नयन पथगामी भवतु मे हरि ओम जगन्नाथ स्वामी नमः। आसंतु जानिबा महाशक्ति वृंदावती हसिले काहीकि आउ जगन्नाथଙ୍କୁ तुलसी पाई कौन हेबाकू पड़िला। ये सबू जानिबा पाई आमको गीतारू किछि अंश नेबाकू पड़ुछि। सेइथिपाई गीतारू शुणन्तु। अजोरपि सनव्यत्मं भूतनामीश्वरोऽर्पिसन् प्रकृतिं स्वमधिष्ठाय माया। भगवान श्री कृष्ण अर्जुन को कहउछंती मो अजन्मा अविनाशी व सकल प्राणींकर ईश्वर, किंतु मो जेतेबेले अवतार निये अवतारी पुरुष भावरे जगतरे लीला करे। सेतेबेले मो प्रकृति अधीन रे नथा। मो मोर प्रकृति को अधीन करी निज जुग माया बलरे प्रकट हुए। साधारण जीवंक परी मते कर्म बंधन लागे नहीं। निज इच्छारे जोग माया गढ़े। जोग माया शक्ति बलरे शुद्ध सत्वमय स्वरूपरे पृथ्वी रे लीला करिवाकू आसीथा। भक्त समाज ध्यान देइतिबे। जोग माया गढ़े एवं जोग माया रे ही शुद्ध सत्वमय लीला करे। एबे द्वितीय बार गीता को जीवा। चातुर्वर्णं माया सृष्टं गुण कर्म विभागस तस्य कर्तारमप्यप्यं विद्य कर्तारमव्ययम् न मां कर्माणि लिप्यन्ति न मे कर्म फलेषु इति मंगुर्भिजिनाति कर्म भिन्न सबद्धते। एठारे भगवान अर्जुन को कहउछंती गुण व कर्म एई दुईटी अनुसारे जगतरे चारि वर्ण सृष्टि। जाति जन्म अनुसारे नुहे। भगवान कहउछंती गुण व कर्म एई दुईटी रे ही हुईता। मु एहार कर्ता भी कर्ता ओ कर्ता कर्ता भी ओ कर्ता भी एवं अवय भी। भल करी बुझंतु। मु जोग माया गढ़े सह माने कौन संपर्कटा रहुछि। माने मु जाल बुणाए जाल बिछाए एवं जाल रे पड़े। मोर कर्म फल रे स्पृहा नहीं। कर्म फल रे नुहे बरं कर्म रे खेले। शुद्ध सत्वमय स्वरूप रे खेले। जिए कर्म फल रे अनासक्त रही शुद्ध सत्वमय स्वरूप रे कर्म रे खेले ताहारी जाल रे मु धरा पड़े।
ତାହେଲେ ଏହିପରି ଜଣେ ଶୁଦ୍ଧ ସତ୍ୟମୟ ସ୍ୱରୂପରେ କର୍ମ କରି ଭଗବାନଙ୍କୁ ଜାଲରେ ଛନ୍ଦି ଦେଇଥିଲେ ସେ କିଏ? ଆସନ୍ତୁ ଜାଣିବା। ତାଙ୍କର ନାମ ସିନ୍ଧୁ ରାଜା ଜଳନ୍ଧରଙ୍କ ପତ୍ନୀ ମହାସତୀ ବୃନ୍ଦାବତୀ। ତାଙ୍କରି ବିଷୟରେ ଆମର ବିଷୟ ରହିଛି। ଯେତେବେଳେ ଜଳନ୍ଧର ତ୍ରିଭୁବନ ବିଜୟ ଲକ୍ଷ୍ୟରେ ଥିଲା, ତାର ଆତଜାତରେ ତ୍ରିଭୁବନ କମ୍ପୁଥିଲା। ସେତେବେଳେ ଦେବଲୋକରେ ଭାଳେନି ପଡ଼ିଲା। ଜଳନ୍ଧରଙ୍କର ମୃତ୍ୟୁ କିପରି ହେବ? ଏଇଥିପାଇଁ ହେଉନଥିଲା, କାରଣ ତା ପଛରେ ଜଣେ ଯୋଗମାୟା ନାରୀ ଥିଲେ। ଯୋଗମାୟା ରଚନାରେ ମାୟାଧର ବ୍ୟସ୍ତ ଥିଲେ। ବୃନ୍ଦାବତୀ ମହାଶକ୍ତି ଥିଲା। ମହାଶକ୍ତିର ଶଙ୍ଖା ସିନ୍ଦୁର ଲିଭାଇବାକୁ ଦେବାଦେବୀ ମାନେ ଦେବତାଙ୍କ ପାଖରେ ଶକ୍ତି ନଥାଏ। ପତ୍ନୀର ଶଙ୍ଖା ସିନ୍ଦୁର ଯେତେ ବଜ୍ର ଭଳି ମଜବୁତ ହେବ ଜାଣିଥାନ୍ତୁ, ସ୍ୱାମୀର ଆୟୁ ସେତେ ବଜ୍ର ହେବ, ମୃତ୍ୟୁ ପାଖ ଭିଡ଼ିବନି। ତେଣୁ ବୃନ୍ଦାବତୀର ସତୀତ୍ୱ ହରଣ ହିଁ ଜଳନ୍ଧରଙ୍କର ମରଣ ଥିଲା। ଏହା ଛଡ଼ା ଦ୍ୱିତୀୟ ବାଟ କିଛି ନଥିଲା। ମାୟାଧରର ମାୟା ରଚନା ବଢ଼ିଲା। ଯୁଗ ମାୟାରେ ଯୁଗ ଲୀଳା ଆରମ୍ଭ ହେଲା। ଜଳନ୍ଧର ଶଙ୍କରଙ୍କର ସହ ଯୁଦ୍ଧରତ ଥାନ୍ତି। ଭଗବାନ ଶଙ୍କରଙ୍କର କ୍ରୋଧ ବଢ଼ୁଥାଏ। ଶଙ୍କରଙ୍କର କ୍ରୋଧ ସୀମା ଲଙ୍ଘିଲେ ତ୍ରିଭୁବନ ଧ୍ୱଂସ ହୋଇଯିବ। ଏ କଥା ଜାଣନ୍ତୁ। ଏଇ କଥା ଜାଣି ଭଗବାନ ବିଷ୍ଣୁ ମାୟା ରଚନା କରିବାକୁ ବାହାରିଲେ। ଜଳନ୍ଧର ରୂପରେ ପ୍ରକଟ ହେଲେ। ମହାସତୀ ବୃନ୍ଦାବତୀଙ୍କର ମାନେ ତାଙ୍କ ସ୍ୱାମୀଙ୍କର ବେଶ ଧରି ସେ ମହାଶକ୍ତିଙ୍କ ପାଖରେ ଆଗମନ ହେବାକୁ ଲାଗିଲେ। ମାୟାଧରଙ୍କର ଜଳନ୍ଧର ବେଶ ଦେଖି ବୃନ୍ଦାବତୀଙ୍କର ସ୍ୱାମୀ ପ୍ରେମ ଜାଗି ଉଠିଲା। ସ୍ୱାମୀକୁ ସନ୍ତୁଷ୍ଟ କରିବାକୁ ଯାଇ ନିଜକୁ ସମର୍ପି ଦେଲେ। ଦେଖନ୍ତୁ ମାମାନେ, ଯେଉଁମାନେ ସ୍ୱାମୀକୁ ସନ୍ତୁଷ୍ଟ କରିବାକୁ ଯାଇ ନିଜକୁ ସମର୍ପଣ ନ କରନ୍ତି, ସେମାନେ ସତୀ ନାରୀରେ ଗଣା ନୁହନ୍ତି। ବୃନ୍ଦାବତୀଙ୍କର ସତୀତ୍ୱ ହରଣ ପୂର୍ବରୁ ଆମର ମାୟାଧରଙ୍କର ଏହାକୁ କରିବାକୁ ଥିଲା। ଏତେବେଳକୁ କରିସାରିବା ପରେ ତାଙ୍କର ସେଇ ସତୀତ୍ୱ ହରଣର ସମାପ୍ତି ପୂର୍ବର ଅନ୍ତ ହେଲା। ଦୂତ ଆସି ଖବର କଲା, ଶଙ୍କରଙ୍କ ଦ୍ୱାରା ଜଳଧରଙ୍କର ବଧ ହୋଇଯାଇଛି। ମହାସତୀ ବୃନ୍ଦାବତୀ ଚମକି ପଡ଼ିଲେ। ଦେଖିଲେ କ'ଣ ନା ଶଙ୍ଖ ଚକ୍ର ଗଦା ପଦ୍ମରେ ଚୌବାହା ମିଲି ଭଗବାନ ଉଭା। ଏହା ଦେଖି ମହାସତୀ ବୃନ୍ଦାବତୀ କ'ଣ କଲେ ଜାଣନ୍ତି? ସେ ହସିଲେ। କାହିଁକି ହସିଲେ? ହସିଲେ କାହିଁକି ଜାଣନ୍ତି? ଭଲ କରି ଆପଣ, ଏଇଠି ମୁଁ ଗୋଟେ କଥା କହୁଛି, ଆପଣ ଭଲ କରି ବୁଝନ୍ତୁ। ଯେତେବେଳେ ଆପଣ ଭୁଲ କରିନାହାନ୍ତି ନା, ସେତେବେଳେ ଆପଣଙ୍କୁ ଯଦି ଜଣେ କେହି ଦୋଷୀ କରୁଛି ବା ଆପଣ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି, ସେତେବେଳେ ଆପଣଙ୍କର କୌଣସି ଚିନ୍ତା ନ କରି ହସନ୍ତୁ। କାରଣ ଆପଣ ତ ଜାଣିଛନ୍ତି ନା ଆପଣ କିଛି ଦୋଷ କରିନାହାନ୍ତି। ଆପଣ ସତରେ ଥାଇ ଦୋଷାରୋପ ହେଉଛନ୍ତି। ତେଣୁ ଆପଣଙ୍କର ଦୁଃଖ ନକରି ହସିବାକୁ ହେବ। କାହିଁକି? ଏଥିରେ ଆପଣ ହସିଲେ ଆପଣଙ୍କର 2 ଗୁଣା ପୁଣ୍ୟ ଅଛି, ଧର୍ମ ଅଛି। ଆପଣ ସତରେ ଅଛନ୍ତି, ସତରେ ଥାଇ ଦୋଷ ବହନ କରୁଛନ୍ତି। ଏହାଦ୍ୱାରା ଆପଣଙ୍କର 2 ଗୁଣା ଧର୍ମ ପୂର୍ଣ୍ଣ ହେବ। ଭଗବାନ ବିଷ୍ଣୁ ଯେତେବେଳେ ପଚାରୁଛନ୍ତି, ଏତେ ପରେ ବି ମହାଶକ୍ତି ହସୁଛନ୍ତି କାହିଁକି? ଆପଣ ହସୁଛନ୍ତି କାହିଁକି? ଆପଣଙ୍କର ତ ସତୀତ୍ୱ ହରଣ ହୋଇସାରିଛି ନା।
ଆପଣ ଦୁଃଖ ପ୍ରକାଶ ନ କରି ହସୁଛନ୍ତି କାହିଁକି? ବୃନ୍ଦାବତୀ କ'ଣ ଉତ୍ତର ଦେଲେ ଜାଣନ୍ତି? କହିଲେ କ'ଣ? କହିଲେ ହେ ମାୟାଧର, ମୁଁ ଏଇଥିପାଇଁ ହସୁଛି ଯେ ଆପଣ କେଉଁ ମାୟା ରଚନା କରୁଛନ୍ତି, ମାୟା ରଚନା କରି କେଉଁ ଫଳ ଭୋଗିବାକୁ ଯାଉଛନ୍ତି, କେଉଁ ମାୟା ରଚନା କରି କେଉଁ ଫଳ ନିଜେ ଭୋଗିବାକୁ ଯାଉଛନ୍ତି, ସେଇଥିପାଇଁ ମୁଁ ହସୁଛି। ମାୟାଧର କହିଲେ କେଉଁ ଫଳ ଦେବି? ମହାସତୀ କହିଲେ ଜୀବ ଫଳରେ ଆଶା ରଖି କର୍ମ କରେ। ଭଲ ବୁଝନ୍ତୁ, ଜୀବ ମାନେ ଫଳ ପାଇବାକୁ ଫଳ ଆଶାରେ ଆସକ୍ତ ହୋଇ କର୍ମ କରନ୍ତି। କିନ୍ତୁ ଆପଣ କ'ଣ କରନ୍ତି? ଆପଣ ଯୋଗ ମାୟା ରଚନା କରିବାକୁ ଫଳ ଆହରଣ କରନ୍ତି। ମାୟାଧର କହିଲେ ଠିକ୍ କହିଲ ମହାସତୀ ମହାଦେବୀ, ମୋତେ ତ୍ରେତୟା ଯୁଗରେ ରାମ ହେବାକୁ ଅଛି, ମୋର ପତ୍ନୀକୁ ରାକ୍ଷସ ହରଣ କରିବାର ଅଛି। ତୁମେ ମହାସତୀ ମହାଶକ୍ତି ମହାଦେବୀ ଯୋଗମାୟା ଅଟ। ତୁମର ରାକ୍ଷସ ପାଖରେ ଲୀଳା ସମାପ୍ତ ହୋଇଯାଇଛି। ତୁମର ଆଉ ଏଠି ଲୀଳା କରିବାର ନଥିବାରୁ ଯୋଗମାୟା ଯୋଗ ବଳରେ ଯୋଗ ମାୟାରେ ମୁଁ ଏଇସବୁ ଘଟାଇଛି। ତୁମେ ହେବ ସତୀ ତୁଳସୀ, ତୁମର ପତ୍ର ମୋ ମଥାରେ ଲାଗିବ, ମୋ ମଥାରେ ବସିବ। ତୁମେ ଦାରୁ ଭାବରେ ତୁମେ ଦାରୁ ଭାବରେ କ'ଣ ହବ? ତୁଳସୀ ଗୋଟେ ଗଛ। ତେଣୁ ତୁମେ ଦାରୁ ଭାବରେ ରହିବ, ଯୋଗମାୟା ହୋଇ ଯୋଗମାୟା ଦେବୀ ହୋଇ ତୁଳସୀ ଦେବୀ ରୂପରେ ତୁମେ ପୂଜା ପାଇବ। ତୁମର ଦାରୁ ରୂପ ପାଇଁ ମୁଁ ଦାରୁ ରୂପରେ ଅବତାର ନେବି, କଳିଯୁଗରେ ନେବି। କଳିଯୁଗରେ ମୋତେ ଏଇ ଯୁଗ ମାୟାର ମୁଁ କିଛି ନିଏନି କି କିଛି ଦିଏନି। ତେଣୁ ମୋର ଶୂନ ହବାର ଅଛି, ତମର ପାଇଁ ହିଁ ତମର ପ୍ରାପ୍ୟ ଫେରାଇବାକୁ ଅଛି। ସେଥିପାଇଁ ମୁଁ କଳିଯୁଗରେ ଦାରୁ ବ୍ରହ୍ମ ରୂପରେ ନୀଳାଚଳରେ ପୂଜା ପାଇବି। ବିଳମ୍ବ ନ କରି ମହାସତୀ ବୃନ୍ଦାବତୀ ମାନେ ଅଗ୍ନିଦାହ କରି ଶରୀରକୁ ପାଉଁଶ କରିଦେଲେ ଏବଂ ତୁଳସୀ ଭାବରେ ପୂଜା ପାଇଲେ। ଭଗବାନ କିଛି ନିଅନ୍ତିନି କି କିଛି ଦିଅନ୍ତିନି, ଯାହାର ଯାହା ପ୍ରାପ୍ୟ ଫେରାଇ ସେ ଶୂନ୍ୟ ବ୍ରହ୍ମ ନିର୍ବିକାର, ତାଙ୍କର କିଛି ଲାଗେନି କି ଯାଏ। ସେଥିପାଇଁ ମୋ ଜଗନ୍ନାଥ ଦାରୁ ବ୍ରହ୍ମ। ତୁଳସୀ ପାଇଁ ମୋ ଜଗନ୍ନାଥଙ୍କୁ ଦାରୁ ବ୍ରହ୍ମ ରୂପରେ ଅବତାର ନେଇ କଳି ଯୁଗରେ ଆସିବାକୁ ହୋଇଛି ଏବଂ ନୀଳାଚଳରେ ନୀଳା କରିବାକୁ ପଡୁଛି। ଏଇ ଦୁଃଖୀ କଳୁଷିତ ଲୋକମାନଙ୍କୁ କଳି ଯୁଗରେ ତାରଣ କରିବାକୁ, ଉଦ୍ଧାର କରିବାକୁ ତାଙ୍କର ଲୀଳା ଚାଲିଛି, ଚାଲି ଆସୁଛି, ଚାଲୁଥିବ। ହେ ମହାପ୍ରଭୁ, ଏ ଅଧମ ରବୀନ୍ଦ୍ରକୁ କ୍ଷମା କରିବେ ଯଦି କିଛି ଭୁଲ ତ୍ରୁଟି କରି କହିଥାଏ। ଜୟ ଜଗନ୍ନାଥ ମହାପ୍ରଭୁ।